ଯେପରି ବୃକ୍ଷର ମୂଳରେ ଜଳସେଚନ କଲେ ସ୍ୱତଃ ବୃକ୍ଷର ଡାଳ ପତ୍ର ଆଦି ପାଇଯାଆନ୍ତି, ଠିକ୍ ସେହିପରି କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ତାର ଆତ୍ମା, ପରିବାର, ସମାଜ, ଦେଶ ଓ ଜାତି ଆଦି ପ୍ରତ୍ୟେକଙ୍କର ଖୁବ୍ ଉନ୍ନତ ଧରଣର ସେବା କଲା ବୋଲି ବୁଝିବାକୁ ପଡ଼ିବ। ବ୍ୟକ୍ତିର କର୍ମରେ ବା ସେବାରେ କୃଷ୍ଣ ଯଦି ସନ୍ତୁଷ୍ଟ ହୁଅନ୍ତି, ତାହାହେଲେ ପ୍ରତ୍ୟେକ ସନ୍ତୁଷ୍ଟ ହୁଅନ୍ତି। ଏକ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟଙ୍କ ଅଧୀନରେ ରହି କୃଷ୍ଣ ଚେତନାରେ କର୍ମ ବା ଭକ୍ତି ଯୋଗ ଅଭ୍ୟାସ କରିବାକୁ ପଡ଼ିବ। ତାଙ୍କ ନିର୍ଦ୍ଦେଶରେ ହିଁ ଏହା ଉତ୍ତମ ରୂପେ ଅଭ୍ୟାସ କରାଯାଇପାରେ। କାରଣ ଗୁରୁ ହେଉଛନ୍ତି କୃଷ୍ଣଙ୍କର ଉପଯୁକ୍ତ ପ୍ରତିନିଧି।